ଭାଇରାଲ ଜ୍ୱର ସାଜିଛି ମୁଣ୍ଡ ବିନ୍ଧାର କାରଣ। ଋତୁର ପରିବର୍ତ୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରିବର୍ତ୍ତନ କରି ପକାଉଛି। ପିଲାଠାରୁ ବୁଢ଼ା ଯାଏ ଯାହାକୁ ଦେଖିବେ ଥଣ୍ଡା, କାଶ, ଜ୍ୱର। ଏ ଋତୁର ପରିବର୍ତ୍ତନରେ ଖାପ ଖାଉନି ସ୍ୱାସ୍ଥ୍ୟ ଅବସ୍ଥା। ଜ୍ୱର ଲୋକଙ୍କୁ ଅଣାୟତ୍ତ କରି ପକାଉଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କିଏ ମେଡିସିନ ଆଣି ଘରେ ଚିକିତ୍ସିତ ହେଉଛନ୍ତି ତ ଆଉ କିଏ ମେଡିକାଲ ବେଡ୍ରେ। ଯାହାର ପ୍ରତିକ୍ରିୟା ନେବାକୁ ଚାହିଁଲେ ସେ ଗୋଟିଏ କଥା, ଭାଇରାଲ ଜ୍ୱର। ବର୍ଷାରେ ଭିଜିବା, ଦୂଷିତ ପାନୀୟ ଜଳ, ପ୍ରଦୂଷିତ ବାୟୁ ଆଉ ଋତୁ ପରିବର୍ତ୍ତନର ବ୍ୟାହତ ଘରପାଖ ଡ୍ରେନ୍, ଆବର୍ଜନା, ଦୂଷିତ ପରିବେଶ ଇତ୍ୟାଦି ଏପରି ସମସ୍ୟାରେ ଲୋକ ରହିଲେ ରୋଗ ବ୍ୟାପିବା ନିଶ୍ଚିତ। ଢେଙ୍କାନାଳ ଜିଲ୍ଲା ଏକ ଶିଳ୍ପବହୁଳ ଜିଲ୍ଲା ହୋଇଥିବା ବେଳେ କ୍ରସର ଓ କଳା ମୁଗୁନି ପଥର ଗୁଣ୍ଡ, ଖଣି ଖାଦାନ ସାଙ୍ଗକୁ କାଜୁ କମ୍ପାନୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳକାରଖାନା ମାନ ଗଢ଼ି ଉଠିଛି। ସେପରି ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅଞ୍ଚଳବାସୀଙ୍କ କହିବା କଥା, ଲୋକଙ୍କ ମୌଳିକ ସୁବିଧାକୁ ପ୍ରଥମେ ପ୍ରାଧାନ୍ୟ ଦେବା କଥା। କିନ୍ତୁ ଏଗୁଡ଼ିକ ପ୍ରାଧାନ୍ୟତା ନ ଦିଆଯାଇ ଲୋକଙ୍କ ଜମିବାଡ଼ି, ଘରଦ୍ୱାର ସବୁ ଖଣି ଖାଦାନ, କଳକାରଖାନା ଧୂଆଁଧୂଳି ପାଉଁଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଆକ୍ତାମାକ୍ତା। ଏପରି କାରଣରୁ ଲୋକେ ରୋଗାଗ୍ରସ୍ତ ହେବାରେ ଲାଗିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ତୋଫାନ ଏଣ୍ଟରଟେନମେଣ୍ଟ ନ୍ୟୁଜ୍।